ସାଙ୍ଗମାନେ ବିବାହ ପରେ ସ୍ତ୍ରୀକୁ ଧରି ପୁଅ ଘରେ ପହଞ୍ଚିଲା। ଆଉ ଏହି ସମୟରେ ସମସ୍ତେ ପଚାରିବା ଆରମ୍ଭ କଲେ, ଯୌତୁକରେ କ'ଣ ମିଳିଲା? ପୁଅଟି କିଛି ସମୟ ନୀରବ ରହିଲା। ତାପରେ ତା ସ୍ତ୍ରୀର ଭୋ ଭୋ କାନ୍ଦ ଶୁଣି ଆଉ ନିଜକୁ ଅଟକାଇ ପାରିଲା ନାହିଁ। ପୁଅଟି କହିଲା, ଆଜି ମୁଁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଛି, କାହିଁକି ନା ଜଣେ ବାପା ତା ଜୀବନଠାରୁ ଅଧିକ ଭଲ ପାଉଥିବା ପ୍ରିୟ ଝିଅକୁ ମୋତେ ଦେଇଦେଲା। ଜଣେ ଭାଇ ତା ପ୍ରିୟ ଭଉଣୀକି ମୋତେ ଦେଇଦେଲା। ଜଣେ ଭଉଣୀ ତାର ପ୍ରତିବିମ୍ବକୁ ମୋତେ ଦେଇଦେଲା। ଆଉ ଶେଷରେ ଜଣେ ମା, ଯିଏକି ଏ ଦୁନିଆକୁ ସବୁକିଛି ଦେଇପାରେ, କିନ୍ତୁ ତା ନିଜ ସନ୍ତାନକୁ କେବେ ଦେବ ନାହିଁ। ସେହି ମା ତା କୋଳରେ ବଢ଼େଇଥିବା ସୁନାର କଣ୍ଢେଇ ଅବା ତା ଝିଅକୁ ମୋତେ ଦେଇଦେଲା। ତେବେ ମୋର ଆଉ କ'ଣ ଦରକାର? ମୁଁ ଆଜି ଏ ଦୁନିଆର ସବୁଠୁ ବଡ଼ ଧନୀ ବ୍ୟକ୍ତି। ସାଙ୍ଗମାନେ, ସବୁ ପୁଅମାନେ ଏହି କଥାଟିକୁ ଥରେ ବୁଝିବା ଦରକାର। ସବୁ ପୁଅର ବାପା ମା ଯୌତୁକ ଦାବି କରିବା ପୂର୍ବରୁ ଏହି କଥାକୁ ଥରେ ଅନୁଭବ କରିବା ଦରକାର। ତାହେଲେ ଯାଇ ଯୌତୁକ ଭଳି ଏକ ସାମାଜିକ ବ୍ୟାଧି ଆମ ସମାଜରୁ ଲୋପ ପାଇପାରନ୍ତା। ଆଉ ଯୌତୁକ ଜୁଇରେ କେଉଁ ନବବଧୂ ଜଳନ୍ତା ନାହିଁ କି ଅଦିନରେ ସୁନାର ସଂସାର ଗୁଡ଼ିକ ଭାଙ୍ଗି ରୁଜି ଚୁରମାର ହୋଇଯାଆନ୍ତା ନାହିଁ। ଯୌତୁକ ଏକ କୁପ୍ରଥା ନୁହେଁ, ଏହା ଏକ ବିରାଟ ସାମାଜିକ ବ୍ୟାଧି। ଏହା ବନ୍ଦ ହେବା ନିହାତି ଦରକାର, କାହିଁକି ନା ଏହି ଯୌତୁକ ପାଇଁ ଅକାଳରେ ଅନେକ ଜୀବନ ଚାଲିଯାଉଛି। କ'ଣ ସାଙ୍ଗମାନେ ଠିକ୍ ତ? ଯଦି ଏହି କଥାରେ ଆପଣ ଏକମତ, ତାହେଲେ ନିଶ୍ଚୟ ଗୋଟିଏ ଭିଡ଼ିଓଟିକୁ ସେୟାର କରି ସଚେତନତା ସୃଷ୍ଟି କରିବାରେ ସହଯୋଗ କରିବେ। ଆଉ ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କର ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ସାଙ୍ଗମାନେ, ଜୀବନର ପ୍ରତ୍ୟେକ ରହସ୍ୟ ଲେଖାଯାଏ ନାହିଁ, କାରଣ କାଗଜ ବି ବେଳେବେଳେ ବିଦ୍ରୋହ କରେ। ଦୁନିଆରେ ସବୁଠାରୁ ସୁଖୀ ଲୋକ ସିଏ, ଯିଏ ଅନୁଭବ କରିଛି ଯେ ଅନ୍ୟଠାରୁ କିଛି ଆଶା ରଖିବା ବୃଥା ଅଟେ। ସବୁକିଛି କପି କରି ସଫଳତା ପାଇହେବ, କିନ୍ତୁ ଚରିତ୍ର, ଆଚରଣ, ସଂସ୍କୃତି ଏବଂ ଜ୍ଞାନର କପି କରାଯାଇପାରିବ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।